ଯାହାର ଆଦି ମଧ୍ୟନ୍ତ ବିଚାରି ନ ପାରେ ସମ୍ଭୂତ ପିଲେ ସମ୍ଭୂତ ବ୍ରହ୍ମା ଯାହାର ଆଦି ଅନ୍ତ ଜାଣନ୍ତି ନାହିଁ ସିଏ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ଆଉ ଏ ପଂକ୍ତି ହେଉଛି ଓଡ଼ିଆ ଭାଗବତର ଜଗନ୍ନାଥ ଦାସଙ୍କର ଲେଖା, ଅତି ପରିଚିତ ଓଡ଼ିଆ ମାନଙ୍କର ଘରେ ଘରେ, ଆଉ ଅତି ଲୋକପ୍ରିୟ ଭାଗବତ ନାଇଁ କି ଓଡ଼ିଆ ଭାଗବତ ଅତି ଲୋକପ୍ରିୟ। ଆମେ ଯେତେବେଳେ ଆମର ବୃଦ୍ଧ ଲୋକମାନେ ଘରେ ଶଯ୍ୟାଶାୟୀ ହୁଅନ୍ତି, ମୃତ୍ୟୁ ସମୟ ଆସିଯାଏ ପିଲେ, ସେତେବେଳେ ଆମେ ଓଡ଼ିଆ ଭାଗବତର ଦଶମ ସ୍କନ୍ଦ ତାଙ୍କ ମୁଣ୍ଡ ପାଖରେ ବସି ପଢ଼ିଥାଉ। ନାତି ନାତୁଣୀ ମାନଙ୍କର କର୍ତ୍ତବ୍ୟ, ନୈତିକ କର୍ତ୍ତବ୍ୟ। ଆଉ ପିଲେ ଏତେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଜଗନ୍ନାଥ ଦାସ। ସଂସ୍କୃତ ଭାଗବତର ଇଏ ହେଉଛି ଟ୍ରାନ୍ସଲେସନ ପିଲେ, ବ୍ୟାସ ଦେବଙ୍କର କୃତ ଭାଗବତର ଇଏ ହେଉଛି ଟ୍ରାନ୍ସଲେସନ। କିନ୍ତୁ ଯେମିତି ଆମର ମାନେ ଗୁଗଲ ଟ୍ରାନ୍ସଲେଟର ଭଳିଆ ଟ୍ରାନ୍ସଲେଟ କରିନାହାନ୍ତି। ଓଡ଼ିଆ ମାନଙ୍କୁ କେମିତି ମନ ପାଇବ, ଓଡ଼ିଆ ମାନଙ୍କୁ କେମିତି ସୁମଧୁର ଲାଗିବ, ସେହି ହିସାବରେ ନିଜର କବିତ୍ୱ ଦେଖେଇଛନ୍ତି, ପ୍ରଦର୍ଶନ କରିଛନ୍ତି ରାଇଟର ଆମର ଓଡ଼ିଆ ଭାଗବତରେ। ତ ଇଏ ଯୋଉ ଟପିକ ହେଉଛି ତମର ସାପ ମୋଚନ, ସଂକଟ ମୋଚନ, ସଂକଟରୁ ଯିଏ ବଞ୍ଚେଇ ଥାଏ, ସାପ ମୋଚନ ଅଭିଶାପରୁ ଯିଏ ନିବାରଣ କରେ, ସିଏ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କର ଟପିକଟା ପଢିବା ଆମେ ପିଲେ। ଜଗନ୍ନାଥ ଦାସ ହେଉଛନ୍ତି ପଞ୍ଚଦଶ ଶତାବ୍ଦୀର କବି, ମାନେ 1450 ପରର 97 ବୋଲି ବହିରେ ତମର ଲେଖା ହେଇଛି, 97 ପରର ବୋଲି ଆମେ ମାନି ଚାଲିବା ପିଲେ। ଇଏ ରାଇଟର ଜନ୍ମ ଦେଖ, ଜନ୍ମସ୍ଥାନଟା ମୁଁ କହିଦେଉଛି, ଗୋଟେ ମିନିଟ୍ ୱେଟ୍ କର। ପୁରୀର ଗୋଟେ ଗାଁ ପିଲେ, କ'ଣ ଗୋଟେ ଶାସନ ଦେଖିଦେଉଛି, ଗୋଟେ ମିନିଟ୍। କପିଳେଶ୍ୱରପୁର ଶାସନ ପୁରୀ ଡିଷ୍ଟ୍ରିକ୍ଟରେ ଜନ୍ମ ହୋଇଛନ୍ତି ପିଲେ। ଜନ୍ମ ସମୟ ହେଉଛି ପିଲେ 1497, ରାଇଟର ଯୋଉଟା କହୁଛନ୍ତି। ଇଏ ବହୁତ ସାରା ଭାଗବତ, ଶୈବାଗମ, ମୃଗୁଣୀ ସ୍ତୁତି, କାଳିୟ ଦଳନ, ଅର୍ଥ କୋଇଲି, ତୁଳାଭିଣା, ଗୁପ୍ତ ଭାଗବତ, ବହୁତ ସାରା ଦାରୁ ବ୍ରହ୍ମ ଗୀତା, ବହୁତ ସାରା ଲେଖା ଲେଖିଛନ୍ତି ପିଲେ। ଆମର କ'ଣ ଆଗ କାଳରେ ବିବାହ ସମୟରେ ମଧ୍ୟ ଯେତେବେଳେ ବରକନ୍ୟା ଆଜିର କେମିତି କ'ଣ ପାଠ ପଢୁଛ, ମ୍ୟାରେଜ ବେଳେ ପଚାରିଥାଏ କ'ଣ ପଢିଛ, କେତେ ପଢିଛ, ସେ ସମୟରେ ସେମିତି ଥିଲା ପିଲେ। ଭାଗବତରେ ତମକୁ ଶୁଣେଇବାକୁ ପଡିବ, ବିଭିନ୍ନ ପ୍ରକାରର ଗୋଟେ ଗୋଟେ ପିସ୍ ତମକୁ ଶୁଣେଇବାକୁ ପଡିବ। ଯେତେ ଯିଏ ମାନେ ଆଧ୍ୟାତ୍ମିକ ନଲେଜ ଯାହାର ଅଧିକ ଥିଲା ତାକୁ ସେତେ ଯୋଗ୍ୟ ବୋଲି ଆମେ ବିବେଚନା କରୁଥିଲେ। ଆଜିର ସୋସାଇଟିରେ ଆଧ୍ୟାତ୍ମିକ ନଲେଜ ଜିରୋ, ଯେତେ ଗ୍ରାଜୁଏସନ ଥିବ ସିଏ କମେଣ୍ଟ ପାସ୍ କରୁଥିବ ଝିଅମାନଙ୍କୁ, ଖରାପ ବ୍ୟବହାର କରୁଥିବ ଅନ୍ୟମାନଙ୍କୁ ନେଇକି। ତ ଯୋଗ୍ୟତା ଆଜି ବର୍ତ୍ତମାନ ତଳିତଳାନ୍ତ ହୋଇଗଲାଣି, ସେଥିରେ ଆଉ କିଛି ନାହିଁ ପିଲେ। ତ ଇଏ ହେଉଛି ସାପମୋଚନ। ଆମର ପିଲାମାନେ କମେଣ୍ଟ କରିଛନ୍ତି ତଳେ ଗଲା ବର୍ଷର ପୁରୁଣା ଭିଡ଼ିଓ ଗୁଡ଼ିକରେ, ସାର୍ ଆପଣ ଗୀତ ଗୁଡ଼ିକୁ ଗଦ୍ୟ ଭଳିଆ ଖାଲି କହିଦେଉଛନ୍ତି, ଆପଣ ପଢ଼େଇକି ଗୀତ ଶୈଳୀରେ ଗାଆନ୍ତୁ ନେଇକି। ଠିକ୍ ଅଛି, ଭାଗବତର ଷ୍ଟାଇଲରେ ଯିବ, ଇଏ କିଛି ପ୍ରୋବ୍ଲେମ୍ ନାହିଁ ପିଲେ। ଗାଇ ଦେଇକି ଶୁଣିଦେବି, ପ୍ଲସ୍ ବୁଝି ବୁଝି ଆମେ ଆଗକୁ ଚାଲିବା। ଦେଖ, ଇଏ ପିଲେ କୃଷ୍ଣଙ୍କର ଅଦ୍ଭୁତ ଲୀଳାମାନଙ୍କ ଭିତରେ ଇଏ ହେଉଛି ଗୋଟେ ଲୀଳା, ଯୋଉଟା ଆମେ ପଢ଼ିବାକୁ ଯାଉଛନ୍ତି ବର୍ତ୍ତମାନ। ଦେଖ, ଶୁଣ ରାଜନ ସାବଧାନେ, ଦ୍ୱାରକାପୁରେ ଏକ ଦିନେ, କୃଷ୍ଣ କୁମର ଅଛନ୍ତି ଯେତେ, କହିବା ଏକେ ଏକେ କେତେ। କୃଷ୍ଣଙ୍କର ପୁଅମାନେ, ଦ୍ୱାରକାପୁରର କଥା, କୃଷ୍ଣଙ୍କର ପୁଅମାନଙ୍କ ବିଷୟରେ ସେମାନେ କ'ଣ କରୁଛନ୍ତି ପିଲେ, ଅନେକ ସାରା ଅଛନ୍ତି, କେତେ କେତେ କହିବି ବୋଲି ରାଇଟର କହୁଛନ୍ତି। ପ୍ରଦ୍ୟୁମ୍ନ ସାମ୍ବ ଆଦି ମିଳି, ବନେ କରନ୍ତି ନାନା କେଳି। ପ୍ରଦ୍ୟୁମ୍ନ ଆଉ ସାମ୍ବ ଏମିତି ବହୁତ ସାରା ପୁତ୍ର ଅଛନ୍ତି, ସେମାନେ ଖେଳାବୁଲା କରୁଛନ୍ତି ଜଙ୍ଗଲ ଭିତରେ। ଅନେକ ବେଳ କ୍ରୀଡ଼ା କରି, ତୃଷିତେ ଲୋଡୁଛନ୍ତି ବାରି। ବହୁତ ସମୟ ଖେଳିଲା ପରେ ଏମାନଙ୍କୁ ଶୋଷ ହେଇଛି, ଏମାନେ ତୃଷିତେ, ତୃଷ୍ଣାରେ, ଶୋଷରେ ମାଗୁଛନ୍ତି କ'ଣ, ଜଳ, ଜଳ ଚାହୁଁଛନ୍ତି। କ'ଣ ହେଲା, ଏମନ୍ତ ଜଳ ପାର ସଧେ, କୂପ ଦେଖିଲେ ବନ ମଧ୍ୟେ। ପିଲେ ଏମାନେ ଜଙ୍ଗଲ ଭିତରେ ବୁଲୁଛନ୍ତି, ଯେତେବେଳେ ମାନେ ପାଣି ଖୋଜିବା ଚକରରେ ଗୋଟେ କୂଅ ଦେଖିଲେ। କ'ଣ ହେଲା, ସକଳେ କୂପ ପାଶେ ମିଳି, ଚାହାନ୍ତି ନୟନ ନିରୋଳି। ସମସ୍ତେ କୂଅ ପାଖରେ ଗଦା ହେଲେ, ପାଣିକୁ ଯେତେବେଳେ କୂଅ ଭିତରକୁ ଯେତେବେଳେ ଦେଖୁଛନ୍ତି, କ'ଣ ଦେଖିଲେ ପିଲେ, ତୃଣ ଗହଳ ଅନ୍ଧକାରେ, ଅଦ୍ଭୁତ ଜନ୍ତୁ ତା ଭିତରେ। ଯୋଉ ପୁରା ଲଟା କଟା ହେଇଯାଇଛି କୂଅ ଭିତରଟା, ଅଦ୍ଭୁତ ଜନ୍ତୁ ଗୋଟେ ସେ ଭିତରେ ରହିଛି ପିଲେ। ଦିଶୋଇ ପର୍ବତ ସଦୃଶ, ଦେଖି ଚିହ୍ନିଲେ କୃକଲାସ। ଜୀବଟାକୁ ଯେତେବେଳେ ମାନେ ଦେଖିଲେ, ମାନେ ଜାଣିପାରିଲେ ଇଏ ଗୋଟେ ସାମାନ୍ୟ ନାହିଁ, ଇଏ ହେଉଛି ଏଣ୍ଡୁଅଟା, ବଡ଼ ବିଶାଳ ପର୍ବତ ପ୍ରାୟ ଶରୀର। ବିସ୍ମିତେ ଏକ ଆରେ ଚାହିଁ, ବୋଲନ୍ତି ଆଙ୍ଗୁଳି ଦେଖାଇ, ଦଣ୍ଡେ ବିଚାରି ଯତ୍ନ କରି, ବୋଲନ୍ତି ଦେଖିବା ଉଦ୍ଧରି। ଆଶ୍ଚର୍ଯ୍ୟ ହୋଇକି ଦେଖିଲେ, ଏତେ ବଡ଼ ଏଣ୍ଡୁଅ ଦେଖିନଥିଲେ। ଘଡ଼ିଏ କଥା ହେଲେ, ଦଣ୍ଡେ ବିଚାରି କିଛି ସମୟ ପରେ ସେମାନେ ଏମିତି ଆଙ୍ଗୁଠି ଦେଖେଇକି କହୁଛନ୍ତି ଆମେ ଉଦ୍ଧାର କରିବା, ବୋଧ ହୁଏ କୋଉ ଭିତରେ ସେ ପଡ଼ିଯାଇଛି ନାଇଁ କି। ଏତେ ବିଚାରି ଦୟା ବହି, ଲାଙ୍ଗୁଳେ ଦୌଡ଼ି ଲଗାଇ, ତୃଣ ବକଳ ଚର୍ମ ପାଶି,
निबिड़े बांधिले आकर्षी से जो दौड़ी रे पिले तृण वाला गछर दौड़ी रे टाणिबा पई चेष्टा कले टाणती धरी जणे जण न चले ताहार चरण समस्ते टाणुचंडी से हलुनी मध्य ठीक अच्छे मैंने समस्त बल खर्च करदे देखी चकित कृष्ण बाले सर्वे टाणिले एका बेले ये समस्ते गोटे थर टाणिले तापर मध्य सी हलचल हो नहीं तो कौन है तीड़े न चले कृकलास टाणी पाइले सर्वे त्रास समस्ते चेष्टा कला पर जो से हलिनी तो मैंने सब हालिया हो गले पिले पुणी धरती बाहुबले टाणते केबे हे न चले समस्ते बाहुबल खटुते कृष्णंकर पुओ माने झिकुचंदी तो सी बिल्कुल हलुनी एमंते बहु क्लेश पाई एक आरे के मुख चाही एमती बहुत कष्ट पाइला परे जणे जनकर मुह को देखुचंदी बिल्कुल एंडुटा बिल्कुल हलुनी ता स्थान तो बोलती देखी विपरीत आम्भर बल बीर्यहत टाणते तीड़े न चलिला लाज तमर बलिला आमर तो विपरीत कथा आमर एत बल बीर्य कुआड़े गला टाणुचु से बिल्कुल हलचल होनी श्रीकृष्ण बीर्जे आंभ जन्म शुणी हसीबे सर्वजन श्रीकृष्ण पुत्र होगी गोटे एंडुटा टाणी पार्नु रक्षा करने हाँ जो बापा गिरी गोवर्धन हाथ में गोटे काड़िया गोटे उठे देते पुत्र होगी आमर यही अवस्था तो लोक शुणिले कौन हम हसीबे ऑब्वियसली कौन रिपु हसीबे हा शुणी किबा बोलिबे चक्र पाणी रिपु माने कौन पिले शत्रु माने मध्य हसीबे कथा शुणिकी आउ भगवान स्वयं कृष्ण कौन कहे रोहिणी सुत शुणी आंभरे होइबे निर्दया ये सब शुणला पर कमजोर बोली फील करेंगे रोहिणी पुत्र माने नहीं कि तो ये होचंदी ए प्रकार भावुचंदी पूरे हसीबे बधुजन बसन आच्छादी बदने आमर लेडीज माने मध्य हसीबे कपड़ा देकी मुहरे निराशे कृष्ण पासे जाई बोलंती सिरे कर दे भोदेव शुण सावधाने अद्भुत कथा घर बने हे भगवान हे बापा शुणु गोटे अद्भुत कथा देखिलु आमे वन गहने अंधकूप ता मध्ये कृकला स्वरूप वन गहल मध्य कौन अद्भुत प्रकार गोटे एंडु गोटे अच्छी हाँ पर्वत प्राय ता शरीर न चले अति गरुतर अत्यंत पूरा जमी जाइए बिल्कुल सी हलुनी आउ चेष्टा कलु ओटारी न पारिलु बले टाणते चरण न चले ए बड़ लज्जा विपरीत शुणी हसिले जदुनाथ भगवान तो हमारा कृष्ण का तो स्माइल ही काफी है तो भगवान हस बोलती चाल जीवा बने पोए धाइले तो समने हेमंते घोर बने जाई कूपे चाहिले भावग्राही देखिले घोर अंधकार निर्जल तृणे महाघोर निर्जल जल नहीं तृण जाक जमा हो जाए बहुत सारा दिन है एंडोटा पड़ी भगवान कहले चलो जीवा बोली कहले तो देखिले ए प्रकार देखी आज नेक्स्ट क्लास आम पाठ कंटिन्यू करके सारीदे ठीक अच्छे थैंक यू।